ଆପଣଙ୍କର ପ୍ରିୟ ପୁଷ୍ପ କେଉଁ ଦେବତାଙ୍କୁ କେଉଁ ଫୁଲ ଚଢ଼ାଇବେ ଯାହାଦ୍ୱାରା ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବ। ପ୍ରିୟ ଫୁଲ ଆସନ୍ତୁ ଜାଣିବା ଏହି ଭିଡ଼ିଓରେ। ଠାକୁର ପୂଜା ସମୟରେ କେଉଁ ଭଗବାନଙ୍କୁ କେଉଁ ଫୁଲ ଦେଇ ପୂଜା କରିବେ ଆସନ୍ତୁ ଜାଣିବା। ଯେତେବେଳେ ଆମେ ଭଗବାନଙ୍କୁ ପୂଜା କରିଥାଉ କିଛି ନା କିଛି ଫୁଲ ଏମିତି ଅଛି ଯାହା ଦେବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି। ତେଣୁ ଆପଣମାନେ ପୂଜା କରିବା ସମୟରେ ଏହି ସବୁ ଫୁଲ ଦେଇ ଭଗବାନଙ୍କୁ ପୂଜା କରନ୍ତୁ, ଯାହାଦ୍ୱାରା ଆପଣଙ୍କ ପୂଜା ସଫଳ ହେବ ଓ ଭଗବାନ ଆପଣଙ୍କୁ କୃପା କରୁ। ଶିବ ଭଗବାନଙ୍କୁ ପୂଜା କରୁଛନ୍ତି ସେତେବେଳେ ଦୁଦୁରା ଫୁଲ, ଅରଖ ଫୁଲ, ଟଗର ଫୁଲ, ଅପରାଜିତା ଫୁଲ, ବେଲପତ୍ର, ଚମ୍ପା ଫୁଲ, ମଲ୍ଲି ଫୁଲ, ପାରଜିତ ଫୁଲ, ପଦ୍ମ ଫୁଲ, ଶମୀ ଫୁଲ, ବକୁଳ ଫୁଲ, ନାଗଚମ୍ପା, ପଳାଶ ଇତ୍ୟାଦି ସୁଗନ୍ଧିତ ଫୁଲ ଭଗବାନ ଶିବଙ୍କର ପ୍ରିୟ ହୋଇଥାଏ। ଏହି ସବୁ ଫୁଲ ଦେଇ ଭଗବାନଙ୍କୁ ପୂଜା କଲେ ପୂଜାରେ ବହୁତ ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଶିବଙ୍କୁ ବିଶେଷ କରି ଅରଖ ଫୁଲ ଓ ଦୁଦୁରା ଫୁଲ ଅତ୍ୟନ୍ତ ପ୍ରିୟ ହୋଇଥାଏ ଓ ସେମିତି ବେଲପତ୍ର ମଧ୍ୟ ବହୁତ ପ୍ରିୟ ହୋଇଥାଏ। ନମ୍ବର 2, ଗଣେଶ ଭଗବାନଙ୍କର ସନ୍ତୁଷ୍ଟ କରିବା ପାଇଁ ଦୁବ ଅର୍ପଣ କରନ୍ତୁ ଏବଂ ତା ସହିତ ତୁଳସୀ ବ୍ୟତୀତ ଯେକୌଣସି ଫୁଲ ଗଣେଶ ଭଗବାନଙ୍କୁ ଅର୍ପଣ କରିପାରିବେ। ଠିକ୍ ସେହିପରି ସୂର୍ଯ୍ୟ ଭଗବାନଙ୍କୁ ପୂଜା କରିବା ସମୟରେ ଅରଖ ଫୁଲ ଏବଂ ନାଲି ମନ୍ଦାର କିମ୍ବା ନାଲି ରଙ୍ଗର ଫୁଲ ଅର୍ପଣ କରନ୍ତୁ। ଅରଖ ଫୁଲ ସୂର୍ଯ୍ୟ ଦେବତାଙ୍କର ଅତ୍ୟନ୍ତ ପ୍ରିୟ ଫୁଲ ଅଟେ। ଅରଖ ଫୁଲ ଚଢ଼ାଇବା ଯାହା 5ଟି ସୁନା ଚଢ଼ାଇବା ସେଇଆ ହୋଇଥାଏ। ଆପଣ ଯେତେବେଳେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରୁଛନ୍ତି ସେତେବେଳେ ନିହାତି ଅରଖ ଫୁଲ ବ୍ୟବହାର କରନ୍ତୁ। ତା ସହିତ କନିଅର, ମାଳତୀ, ଅଗସ୍ତି, ନୀଳପଦ୍ମ କିମ୍ବା ନାଲ ପଦ୍ମ ଅର୍ପଣ କରିପାରିବେ। ଯଦି ଆପଣ ଏହିସବୁ ଫୁଲ ସୂର୍ଯ୍ୟ ଦେବତାଙ୍କୁ ଚଢ଼ାଉଛନ୍ତି ସୂର୍ଯ୍ୟ ଦେବତା ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କର ସବୁ ଦୁଃଖ କଷ୍ଟ ହରଣ କରିବା ସହିତ ଆପଣଙ୍କର ସବୁ ମନସ୍କାମନା ମଧ୍ୟ ପୂରଣ କରିଥାନ୍ତି। ନମ୍ବର 3, ନାରାୟଣଙ୍କର ପୂଜା କରୁଛନ୍ତି ତେବେ ତୁଳସୀ ପୂଜା କରନ୍ତୁ। ସେ କଳା ତୁଳସୀ ହେଉ କିମ୍ବା ଧଳା ତୁଳସୀ ହେଉ, ଦୁଇଟି ଯାକ ତୁଳସୀ ବିଷ୍ଣୁ ନାରାୟଣଙ୍କର ଅର୍ପଣ କରିପାରିବେ ଓ ଜଗନ୍ନାଥଙ୍କୁ ମଧ୍ୟ ଅର୍ପଣ କରିପାରିବେ। ନାରାୟଣ ସନ୍ତୁଷ୍ଟ ହେଲେ ଆପଣ କୃପା ପ୍ରାପ୍ତି ହୋଇଥାଏ। ଏହା ବ୍ୟତୀତ ବକୁଳ, ଜାଇ, ଜୁଇ, ଚାମେଲି, ଟଗର, ଚମ୍ପା, ମାଳତୀ, ବାସନ୍ତୀ, କେତକୀ, କଦଫୁଲ ଏବଂ ହଳଦିଆ ଫୁଲ ଏହି ଫୁଲ ସବୁ ଅର୍ପଣ କରିପାରିବା ଉଚିତ। ତେବେ ସେହିପରି ଭଗବାନ ଶ୍ରୀରାମଙ୍କୁ ମଧ୍ୟ ଯେକୌଣସି ସୁଗନ୍ଧିତ ଫୁଲ ଅର୍ପଣ କରିପାରିବେ। ଗୋଲାପ, କନିଅର, କେତକୀ, ଚମ୍ପା, ମାଳତୀ। ଶ୍ରୀକୃଷ୍ଣଙ୍କୁ ମଧ୍ୟ ଏହି କେତୋଟି ଫୁଲ ଅର୍ପଣ କରନ୍ତୁ। ଶ୍ରୀକୃଷ୍ଣ ପ୍ରସନ୍ନ ହୋଇଥାନ୍ତି। ପ୍ରଥମେ ହେଲା ପଦ୍ମ, ମାଳତୀ, ପଳାଶ ଏବଂ ହଳଦିଆ କନିଅର ଓ ନାଲି ମନ୍ଦାର। ଏହି ଶୁଭ ଫୁଲ ଶ୍ରୀକୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ସେଥିପାଇଁ ଆପଣ ଏହିସବୁ ଫୁଲକୁ ଶ୍ରୀକୃଷ୍ଣଙ୍କୁ ମଧ୍ୟ ଚଢ଼ାଇ ପାରିବେ। ସେହିପରି ଶନି ମହାରାଜଙ୍କର ନୀଳ ରଙ୍ଗର ଫୁଲ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଅପରାଜିତା ଫୁଲ ଅତି ପ୍ରିୟ। ତା ସହିତ କୃଷ୍ଣ ରଙ୍ଗର ଅରଖ ଫୁଲ ମଧ୍ୟ ଶନି ମହାରାଜଙ୍କୁ ଅର୍ପଣ କରିପାରିବେ। ତା ସହିତ ଆପଣ ଯେକୌଣସି ପ୍ରକାରର ନୀଳ ରଙ୍ଗର ଫୁଲ ଶନି ମହାରାଜଙ୍କୁ ଅର୍ପଣ କରନ୍ତୁ ଓ ଶନି ମହାରାଜଙ୍କୁ ସନ୍ତୁଷ୍ଟ କରନ୍ତୁ ଓ କଲ୍ୟାଣ ଆଶିଷ ପ୍ରଦାନ କରନ୍ତି। ଠିକ୍ ସେହିପରି ହନୁମାନ ମହାପ୍ରଭୁଙ୍କୁ ନାଲି ରଙ୍ଗର ଏବଂ ହଳଦିଆ ରଙ୍ଗର ଫୁଲ ଅଧିକ ପ୍ରିୟ ହୋଇଥାଏ। ହନୁମାନଙ୍କୁ ଆପଣ ନାଲି ମନ୍ଦାର, ଗୋଲାପ ଓ କନିଅର ଫୁଲ ନିଶ୍ଚୟ ପ୍ରଦାନ କରନ୍ତୁ ଓ ମହାଲକ୍ଷ୍ମୀଙ୍କର ପ୍ରିୟ ଫୁଲ ପଦ୍ମ ଫୁଲ, ତା ସହିତ ଧଳା ଅପରାଜିତା, ଗେଣ୍ଡୁ, ଧନମାଣିକା ଓ ନାଲି ରଙ୍ଗର ସମସ୍ତ ଫୁଲ ମା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାଏ ଓ ମା ଲକ୍ଷ୍ମୀ ଆମର ଘରେ ଧନର ବର୍ଷା କରିଥାନ୍ତି ଓ ମା ସରସ୍ୱତୀଙ୍କୁ ପ୍ରିୟ ଫୁଲ ଧଳା ରଙ୍ଗର ଫୁଲ, ଧଳା ପଦ୍ମ, ଧଳା ଗନ୍ଧା, ଧଳା ଚମ୍ପା, ମଲ୍ଲି, ଟଗର ଇତ୍ୟାଦି ମା ସରସ୍ୱତୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ସେହିପରି ଆପଣମାନେ ମା ସରସ୍ୱତୀଙ୍କ ସହିତ ମା କାଳୀଙ୍କୁ ମଧ୍ୟ କଳା ରଙ୍ଗର ଫୁଲ ବା ନୀଳ ରଙ୍ଗର ଫୁଲ ମଧ୍ୟ ଅର୍ପଣ କରିପାରିବେ। ସେହିପରି ଭଗବାନ କୃଷ୍ଣଙ୍କୁ ମଧ୍ୟ ଆପଣ ଯେକୌଣସି ଫୁଲ ସୁଗନ୍ଧିତ ଫୁଲ ଦେଇ ପୂଜା କରିପାରିବେ। ଏହାଦ୍ୱାରା ମା ବହୁତ ପ୍ରସନ୍ନ ହୋଇଥାନ୍ତି। ସେହିପରି ଭାବେ ରହିଛି ଆମର ହନୁମାନ, ଗଣେଶ ଓ ଶିବ ଭଗବାନ ସମସ୍ତଙ୍କୁ ଆପଣ ଏହିପରି ସବୁ ଫୁଲ ଦେଇ ପୂଜା କରନ୍ତୁ ଓ ସମସ୍ତ ଦେବାଦେବୀଙ୍କର ଆଶୀର୍ବାଦ ପ୍ରାପ୍ତି କରନ୍ତୁ। ଏ ହେଉଛି ଭଗବାନଙ୍କର ସବୁ ପ୍ରିୟ ଫୁଲ। ଆପଣମାନେ ଚେଷ୍ଟା କରନ୍ତୁ ପୂଜା କରିବା ସମୟରେ ଭଗବାନଙ୍କୁ ଏହିସବୁ ଫୁଲ ଚଢ଼ାଇବା ପାଇଁ।
तो वीडियोटी केमिति लागला कमेंट बॉक्स रे निहाती जणाइबे। आ वीडियोटी जदि भल लागला आम चैनल को सब्सक्राइब करबा सहित गोटे लाइक निहाती करंतु, जहा द्वारा आपण माने हमर नुआ नुआ वीडियोर नोटिफिकेशन बहुत शीघ्र पाई परिबे। वीडियोटी केमिति लागला कमेंट करिया पई जमा ही भूलिबेनी। रहुचु नमस्कार, जय जगन्नाथ। आ गोटे नुआ वीडियो रे निश्चय देखा हबो। सेति पर्यंत आपण माननकु नमस्कार, जय जगन्नाथ।